ନମସ୍କାର। ଆଜି ହେଉଛି ଜୁଲାଇ 26 ତାରିଖ ରବିବାର। ଚାଲ ଜାଣିବା ଆଜିର 10ଟି ବଡ଼ ଖବର। ଯଦି ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲ ଜାଣିବା ଆଜିର 10ଟି ବଡ଼ ଖବର। ପ୍ରଥମ ଖବର, ରାଜ୍ୟରେ ତୁହାକୁ ତୁହା ବର୍ଷା। ସଂକ୍ରମଣ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଉତ୍ତର ପଶ୍ଚିମ ବଙ୍ଗୋପସାଗରର ତତ୍ସଂଲଗ୍ନ ପଶ୍ଚିମ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଗାମୀ 2 ଦିନ ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି। ପ୍ରଭାବରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ଖବର, ପ୍ରତିଯୋଗିତାମୂଳକ ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ମଧ୍ୟରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ସୋସିଆଲ ମିଡ଼ିଆ ଏକ୍ସରେ ପ୍ରକାଶ କରିଥିବା ଚିଠିରେ କହିଛନ୍ତି ଯେ ଏହା ତାଙ୍କ ପାଇଁ କେବେ ବି ବ୍ୟକ୍ତିଗତ ପ୍ରତିଷ୍ଠାନର ପ୍ରଶ୍ନ ନୁହେଁ। ପରବର୍ତ୍ତୀ ଖବର, ରାଜଧାନୀ ଦିଲ୍ଲୀରେ ଚାଲିଥିବା ସିଜେପି ଛାତ୍ର ଆନ୍ଦୋଳନ ଦୃଷ୍ଟିରେ ରଖି ସପ୍ତାହ ପର୍ଯ୍ୟନ୍ତ ସମସ୍ତ ମଦ ଦୋକାନକୁ ରାତି 8ଟା ସୁଦ୍ଧା ବନ୍ଦ କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣତଃ ମଦ ଦୋକାନଗୁଡ଼ିକ ରାତି 10ଟା ପର୍ଯ୍ୟନ୍ତ ଖୋଲା ରହିଥିଲା, କିନ୍ତୁ ଆନ୍ଦୋଳନ ଯୋଗୁଁ ବର୍ତ୍ତମାନ ଅସ୍ଥାୟୀ ଭାବେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ଖବର, ସାମାଜିକ ନ୍ୟାୟ ବ୍ୟବସ୍ଥା SC/ST ଅତ୍ୟାଚାର ନିବାରଣ ଆଇନ ଅନୁସାରେ 5ଟି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଇଛି। ଭଦ୍ରକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧାରେ ହେବ କାର୍ଯ୍ୟକାରୀ। ମାମଲାର ଦ୍ରୁତ ଶୁଣାଣି ସହ ପୀଡ଼ିତାଙ୍କୁ ମିଳିବ ନ୍ୟାୟ। ପରବର୍ତ୍ତୀ ଖବର, ଶିକ୍ଷାମନ୍ତ୍ରୀ ପଦବୀରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦବୀରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ପରବର୍ତ୍ତୀ ଖବର, ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ 2 ଦିନ ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ଖବର, ଓଡ଼ିଶାରେ 3 କରୋନା ଆକ୍ରାନ୍ତ। ଏନେଇ ସ୍ପଷ୍ଟ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରବୀନ୍ଦ୍ରନାଥ ମିଶ୍ର। ତାଙ୍କ ସୂଚନା ଅନୁସାରେ 3 ସଂକ୍ରମିତ ମଧ୍ୟରେ 2 ଜଣ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ରାଜ୍ୟରେ କୋଭିଡ୍ ସ୍ଥିତି ଗୁରୁତର ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ପରବର୍ତ୍ତୀ ଖବର, ବଢ଼ୁଛି ଅଣ୍ଡାର ଦର। ଖୁଚୁରା ବଜାରରେ ଅଣ୍ଡାର ଦର ପ୍ରାୟ 9 ଟଙ୍କା ଛୁଇଁଛି। ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ଏବେ ଅଣ୍ଡାର ଚାହିଦା ବହୁଳ ମାତ୍ରାରେ ବୃଦ୍ଧି ପାଇଛି। ଯଦି ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଲାଇକ୍ କରିଦେବେ, ଯାହାଫଳରେ ଆପଣଙ୍କ ପାଖରେ ଭିଡ଼ିଓଟି ପ୍ରଥମ ପର୍ଯ୍ୟାୟରେ ପହଞ୍ଚି ପାରିବ। ଧନ୍ୟବାଦ। ନମସ୍କାର।